হ্যালো আমরা আসিছি প্রথমে জোড়া গাড়িয়া বেড়াকার ଆମ ଗାଁରେ ଯଦି ମାଘ ଦଶମୀ ଉପକୃତ ଯାତ୍ରା ଚାଲିଛି ସେଇ ମାଘ ମାସ ଉପରେ ଗୋଟେ ପ୍ରଶ୍ନ ମାଘ ପୂର୍ଣ୍ଣିମା ଦିନ ପ୍ରଭୁ ଶ୍ରୀ ଜଗନ୍ନାଥ କେଉଁ ବେଶ ହୁଅନ୍ତି? ଆଜ୍ଞା ପଦ୍ମ ବେଶ। ସେ ଏକା ପ୍ରଶ୍ନ ମାଘ ଯୋଉ ଆସୁଛି ମାଘ ପୂର୍ଣ୍ଣିମା ଶ୍ରୀ ଜଗନ୍ନାଥ କେଉଁ ବେଶ ହୁଅନ୍ତି? ଯଦି ପଞ୍ଚୁକରେ ନାଗାର୍ଜୁନ ହୁଅନ୍ତି ମାଘ ପୂର୍ଣ୍ଣିମାରେ ଶ୍ରୀ ଜଗନ୍ନାଥ କେଉଁ ବେଶ ହୁଅନ୍ତି? ଆଜ୍ଞା ଭଗବାନ ମାଘ ପୂର୍ଣ୍ଣିମା ଦିନ ପଦ୍ମ ବେଶ ବା ଆଦିତ୍ୟ ନାରାୟଣ ରୂପରେ। ସଠିକ ଉତ୍ତର ହେଲା ଗଜ ଉଦାହରଣ ବେଶ। ହଉ ଯାହା ଦର୍ଶକ ଜାଣିଥିଲେ ଧନ୍ୟବାଦ। କିଛି ପଚାରିବେନି। ଜୟଦେବ ଲେଖିଦେଲେ ଗୀତ ଗୋବିନ୍ଦ। ଗୀତ ଗୋବିନ୍ଦ କେତେଟା ଅଧ୍ୟାୟରେ ଶେଷ କଲେ? ନାଇଁ 7ଟି ଅଧ୍ୟାୟରେ ଶେଷ କଲେ। କିନ୍ତୁ ଯୋଉ 7ଟା ଅଧ୍ୟାୟର ଶେଷ କଲେ ପ୍ରଥମ ଅଧ୍ୟାୟଟାକୁ 12ଟା ସ୍ୱର୍ଗରେ ପୂରଣ କଲେ। ନାଇଁ ଯୋଉ 12ଟା ସ୍ୱର୍ଗ ପ୍ରଥମ ଅଧ୍ୟାୟରେ ସେ ଲେଖିଲେ। ମୋର କହିବା କଥା ଯୋଉ 12ଟା ସ୍ୱର୍ଗ ପ୍ରଥମ ସ୍ୱର୍ଗର ନାମ କଣ? ପ୍ରଥମ ସ୍ୱର୍ଗ ସ୍ୱର୍ଗର ନାମ ତ ସ୍ୱରବର ସ୍ୱର୍ଗନାକ ତ୍ରିଦେବ ତ୍ରିଶୟ। ନାଇଁ ସ୍ୱର୍ଗ ସ୍ୱର୍ଗ କହୁନି ଯେମିତି ଆମର ଆଦି କିସ୍କିନ୍ଧା କାଣ୍ଡ ଆରଣ୍ୟକ କାଣ୍ଡ ତ ଯୋଉ ସ୍ୱର୍ଗ 12ଟା 12ଟା ସ୍ୱର୍ଗ ଲେଖିଲେ 12ଟା ପ୍ରଥମ ସ୍ୱର୍ଗର ନାମ କଣ? ସ୍ୱର୍ଗ ସ୍ୱର୍ଗ ପ୍ରଥମ ସ୍ୱର୍ଗ 12ଟା ଏକ ନାଁ ଅଛି ନା। ସାମୁଦ ଦାମୋଦର ସାମୁଦ ଦାମୋଦର ସେକେଣ୍ଡଟା ଦ୍ୱିତୀୟ ସ୍ୱର୍ଗରେ ଲକ୍ଷ୍ୟ କରି ଅକ୍ଟେଶ କେଶବ ଦେଖିବେ ଦଶ ଅବତାର ଜଗନ୍ନାଥ ବଳଭଦ୍ର ଦେବୀ ସୁଭଦ୍ରା ଯୋଉ ମଣ୍ଡପଟାରେ ଯୋଉ ବେଦୀରେ ବସିଛନ୍ତି ଶ୍ରୀକ୍ଷେତ୍ରରେ ଆଜ୍ଞା ରତ୍ନ ମଣ୍ଡପ ରତ୍ନଟି ହେଲା ମା ବିରଜା ମଣ୍ଡପଟାରେ ବସିଛନ୍ତି ତା ନାଁ କଣ? କଲ୍ୟାଣ ବେଦୀ କଲ୍ୟାଣ ଅର୍କ କ୍ଷେତ୍ର କୋଣାର୍କ ଅର୍କ କ୍ଷେତ୍ର କୋଣାର୍କକୁ ସ୍କନ୍ଦ ପୁରାଣରେ କେଉଁ ନାମରେ ନାମିତ କରାଯାଇଛି? କୋଣାର୍କ ସ୍କନ୍ଦ ପୁରାଣରେ ପ୍ରଭାସ କ୍ଷେତ୍ର ସୂର୍ଯ୍ୟ କ୍ଷେତ୍ର ସୂର୍ଯ୍ୟ କ୍ଷେତ୍ର ଏଇଗଲା ସ୍କନ୍ଦ ପୁରାଣ। ଭବିଷ୍ୟ ପୁରାଣରେ କେଉଁ ନାମରେ ନାଁ କରାଯାଇଛି? ଅର୍କ କ୍ଷେତ୍ର କୋଣାର୍କଟାକୁ ଭବିଷ୍ୟ ପୁରାଣରେ ଭବିଷ୍ୟ ପୁରାଣରେ ଆଜ୍ଞା ଅର୍କର ଅନ୍ୟ ନାମ ପଦ୍ମକ୍ଷେତ୍ର ଅନ୍ୟ ନାମ ପଦ୍ମକ୍ଷେତ୍ର ଭବିଷ୍ୟ ପୁରାଣରେ କୋଣାର୍କ ମିତ୍ରବାନ ସାଙ୍ଗେ ଆଉ ବ୍ରହ୍ମାଣ୍ଡ ପୁରାଣରେ ବ୍ରହ୍ମାଣ୍ଡ ପୁରାଣରେ କୋଣାଦିତ୍ୟ। ପ୍ରଶ୍ନଟା ହେଲା ତା ନାଁଟା କଣ ପାଇଁ ହେଲା ଅର୍କ କ୍ଷେତ୍ର? ଅର୍କ କ୍ଷେତ୍ର କାହିଁକି ହେଲା? ସେଠି ପ୍ରଥମରେ ସାମନ୍ତ ଇଏ କରିଥିଲେ ତାଙ୍କ ପୂର୍ବରୁ ସୂର୍ଯ୍ୟ ଏବଂ ସଂଜ୍ଞାଙ୍କର ସେଇ କ୍ଷେତ୍ରରେ ଯେତେବେଳେ ସଂଜ୍ଞା ଧୂଳି ରୂପକୁ ଗଲେ ଅର୍କ ନାମ ଅର୍କ ବୋଲେ ତ ଆଜ୍ଞା ପଦ୍ମର ଅନ୍ୟ ନାମ ଗୋଟିଏ ଅର୍କ
ଆରେ ପଦ୍ମ ତୁଳାହର ତ ବି ଏଇଟା ତାର ଗୋଟେ ନାଁ ଅଛି ସେଇ ହ୍ରଦରେ ପଦ୍ମ ଫୁଟିଥିବା ତାର ଅନ୍ୟ ନାମ ଅନୁଯାୟୀ ଅର୍କ କ୍ଷେତ୍ର ହେଲା ଆଜ୍ଞା ବା ଅର୍କ ଦତ୍ୟ ଅର୍କଦତ୍ୟକୁ ବଦ୍ଧ କରିଥିଲେ ସେ ପୂଜା କରିବାର ତା ନାଁ ହେଲା ଅର୍କ କ୍ଷେତ୍ର। ହଉ ଆପଣ କିଛି କହିବେ କି?